ଗାନ୍ଧିଜୀ ଇଂଲଣ୍ଡରୁ ଭାରତ ଫେରି ସିଧା ନିଜର ଘର ରାଜକୋଟକୁ ଗଲେ। ସେଠାରେ ପ୍ରଥମେ ଯାଇ ନିଜ ମାଆକୁ ଖୋଜିଲେ। ତାଙ୍କ ମାଆକୁ ଖୋଜିଲା ବେଳେ ତାଙ୍କର ବଡ଼ ଭାଇ କହିଲେ କି ମାଆ ଆଉ ଇହଧାମରେ ନାହାନ୍ତି। ସେ ଇଂଲଣ୍ଡରେ ଥିବା ସମୟରେ ହିଁ ମାଆଙ୍କର ମୃତ୍ୟୁ ହୋଇଯାଇଛି, କିନ୍ତୁ ଗାନ୍ଧିଜୀଙ୍କର ପାଠପଢ଼ାରେ ବ୍ୟାଘାତ ହେବ ବୋଲି ସେମାନେ ତାଙ୍କୁ ଏହି ବିଷୟଟି ଜଣାଇ ନଥିଲେ। ଗାନ୍ଧିଜୀ ଏହା ଶୁଣି ଦୁଃଖରେ ଭାଙ୍ଗି ପଡ଼ିଲେ, କିନ୍ତୁ ସେ ଅନ୍ୟମାନଙ୍କ ସାମ୍ନାରେ ନିଜ ଦୁଃଖ ପ୍ରକାଶ କରିବେ ବଦଳରେ ସେ ତାକୁ ହୃଦୟ ଭିତରେ ଚାପି ରଖିଲେ। ପରେ ରାଜକୋଟରେ ରହଣି ସମୟରେ ତାଙ୍କୁ କୁହାହେଲା ଗାନ୍ଧିଜୀ ଘରେ ବସି ନ ରହି ଯାଇକରି କୋର୍ଟରେ ଅଭ୍ୟାସ କରିବାକୁ। କିନ୍ତୁ ଗାନ୍ଧିଜୀ ଚାହିଁଲେ ଯେ ରାଜକୋଟ ବଦଳରେ ସେ କାହିଁକି ବଡ଼ କୋର୍ଟକୁ ନ ଯିବେ, ସେଥିପାଇଁ ସେ ବମ୍ବେ ହାଇକୋର୍ଟକୁ ଯିବା ପାଇଁ ଉଚିତ ମନେ କଲେ। ବମ୍ବେ ହାଇକୋର୍ଟକୁ ଯେତେବେଳେ ସେ ଯାଇଛନ୍ତି, ସେଠି ତାଙ୍କୁ ଲାଗିଛି ଯେ ସେ ବଡ଼ ବଡ଼ ଓକିଲମାନଙ୍କୁ ସେଠାରେ ଦେଖିବେ, ତାପରେ ଭାରତୀୟ ଆଇନ ସମ୍ବନ୍ଧରେ ଆହୁରି ପରିଚିତ ହେବେ। ପାଖାପାଖି 6 ମାସ ସେଠାରେ ସେ କାମ କଲା ପରେ ତାଙ୍କୁ ଲାଗିଲା ଯେ ଏଠାରେ ତାଙ୍କୁ କାମ ମିଳୁନାହିଁ। ଯଦିଓ ସେ 6 ମାସ ରହଣି ଭିତରେ ତାଙ୍କୁ ଗୋଟିଏ କେସ୍ ମିଳିଥିଲା ଏବଂ ସେ କେସ୍କୁ ଲଢ଼ି ନପାରି ଆଉ ଜଣେ ଆଡ଼ଭୋକେଟ୍କୁ ସେ କେସ୍ଟା ଦେଇଥିଲେ। ଗାନ୍ଧିଜୀ ଅଧିକାଂଶ ସମୟ ସେଠାରେ ରହି ବସି ବସି ଢୁଳଉଥିଲେ। ତେଣୁ ଗାନ୍ଧିଜୀ ପରିଶେଷରେ ମନସ୍ଥ କଲେ କି ସେ କୋର୍ଟ ଯିବେ ନାହିଁ, ବରଂ ଗୋଟେ ବିଦ୍ୟାଳୟ ଯାଇ ଶିକ୍ଷକତା କରିବେ। ତେଣୁ ସେ ଗୋଟିଏ ବିଦ୍ୟାଳୟରେ ଇଂରାଜୀ ପଢ଼ାଇଲେ। କିଛି ଦିନ ଶିକ୍ଷାଦାନ କଲା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜାଣିଲେ ଯେ ଗାନ୍ଧିଜୀଙ୍କ ଶିକ୍ଷକତା ନିମନ୍ତେ ଆବଶ୍ୟକୀୟ ଯୋଗ୍ୟତାର ଅଭାବ ରହିଛି। ତେଣୁ ସେ ଗାନ୍ଧିଜୀଙ୍କୁ ଶିକ୍ଷାଦାନରୁ ବାରଣ କଲେ। ତାପରେ ଗାନ୍ଧିଜୀ ମନସ୍ଥ କଲେ ରାଜକୋଟକୁ ଫେରିଯିବା ପାଇଁ। ସେ ରାଜକୋଟକୁ ଫେରିଗଲା ପରେ ସେ ଚାହିଁଲେ ଯେ ତାଙ୍କ ଭାଇ ଲକ୍ଷ୍ମୀ ଦାସକୁ ତାଙ୍କର କାମରେ ସାହାଯ୍ୟ କରିବେ ଏବଂ ବାପାଙ୍କ ଦେୱାନୀ ନାଁ ଯେଉଁ ଦେୱାନ ଥିଲେ ତାର ନାଁ ଥିଲା, ତେଣୁ ତାଙ୍କୁ ପିଟିସନ୍ ଲେଖିବା କାମଟା ମିଳିଗଲା। ଗାନ୍ଧିଜୀ ଏଥର ପିଟିସନ୍ ଲେଖାଲେଖିରୁ ବେଶ 2 ପଇସା ପାଇଲେ। କିନ୍ତୁ ଭାଇ ଲକ୍ଷ୍ମୀ ଦାସ ତାଙ୍କୁ ଉପଦେଶ ଦେଲେ ଯେ ସେ ବାପାଙ୍କ ଭଳି ଜଣେ ଦେୱାନ ହୁଅନ୍ତୁ ଏବଂ ଗାନ୍ଧିଜୀଙ୍କୁ ସେ ପରାମର୍ଶ ଦେଲେ କି ଯେ ଯେଉଁ ପଲିଟିକାଲ ଏଜେଣ୍ଟ ଗୋଟେ ତାଙ୍କ ସହିତ ଯେ ରାଜକୋଟରେ ଥିଲେ ଏବଂ ଇଂଲଣ୍ଡକୁ ଛୁଟି କଟାଇବା ପାଇଁ ଯାଉଥିଲେ, ଯାହାଙ୍କ ସହିତ ଗାନ୍ଧିଜୀଙ୍କ ପରିଚୟ ଥିଲା ଜାହାଜରେ, ଗାନ୍ଧିଜୀ ତାଙ୍କୁ ଯାଇ ଦେଖା କରନ୍ତୁ। ଗାନ୍ଧିଜୀ ଭାଇଙ୍କ କଥାକୁ ମନା ନ କରିପାରି ଗାନ୍ଧିଜୀ ଯାଇକରି ସେ ପଲିଟିକାଲ ଏଜେଣ୍ଟକୁ ଦେଖା କଲେ। କିନ୍ତୁ ପଲିଟିକାଲ ଏଜେଣ୍ଟ ଜଣକ ଗାନ୍ଧିଜୀଙ୍କୁ ଏପରି ବ୍ୟବହାର କଲେ ଯେ ତାଙ୍କୁ ସେଠାରୁ ବାହାର କରିଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଲେ। ଗାନ୍ଧିଜୀ ଏଥିରେ ବ୍ୟଥିତ ହୋଇ ସେଠାରୁ ପଳାଇ ଆସିଲେ। ଗାନ୍ଧିଜୀ ତାଙ୍କ ନାଁରେ କେସ୍ କରିବା ପାଇଁ ମନସ୍ଥ କଲେ। କିନ୍ତୁ ସେ ଯେତେବେଳେ ଏ ବିଷୟଟି ଅନ୍ୟ କିଛି ଆଡ଼ଭୋକେଟ୍ମାନଙ୍କ ସହିତ ଆଲୋଚନା କଲେ, ସେତେବେଳେ ମୁମ୍ବାଇରୁ ଆସିଥିବା ବା ସେତେବେଳେ ବମ୍ବେରୁ ଆସିଥିବା ଜଣେ ଆଡ଼ଭୋକେଟ୍ କହିବା ସେ ଶୁଣିଲେ ଯେ ଗାନ୍ଧିଜୀ ଏଥିରୁ ବରଂ ବିରତ ରହନ୍ତୁ। ଯଦି ଗାନ୍ଧିଜୀ ଯେହେତୁ ନୂଆ କରି ଇଂଲଣ୍ଡରୁ ବାରିଷ୍ଟର ହୋଇ ଫେରିଛନ୍ତି, ଗାନ୍ଧିଜୀଙ୍କ ରକ୍ତ ଗରମ ଅଛି, ତେଣୁ ସେ ଏମିତି କରିବା ପାଇଁ ବାହାରୁଛନ୍ତି। କିନ୍ତୁ ସେ ଏଇଟା ଯଦି ଲଢ଼ିବେ ତାହେଲେ ଠିକ୍ ହେବ ନାହିଁ, ସେ ଏଥିରେ ହଇରାଣ ହେବେ। ତେଣୁ ଗାନ୍ଧିଜୀ ଏହା ଶୁଣିଲା ପରେ ସେ କେସ୍ ଲଢ଼ିବାରୁ ବିରତ ହେଲେ। ତାପରେ ଏହିପରି ଭାବରେ କିଛି ଦିନ ଗଲା ପରେ ଗାନ୍ଧିଜୀଙ୍କୁ ଗୋଟେ ସୁଯୋଗ ଆସିଲା ଯେ ସେ କାଠିଆୱାଡ଼ର ଏକ ମୁସଲିମ ପରିବାର, ଯାହାକି ବ୍ୟବସାୟ ଦକ୍ଷିଣ ଆଫ୍ରିକାରେ ଥିଲା, ସେମାନେ ଗୋଟେ କେସ୍ ଲଢ଼ୁଛନ୍ତି ଏବଂ ସେଇ କେସ୍ରେ ତାଙ୍କୁ ଗୋଟେ ଓକିଲ ଦରକାର ଥିଲା ଯିଏକି ୟୁରୋପୀୟ ଓକିଲମାନଙ୍କୁ ସହାୟତା ଦେଇପାରିବ। ବିଶେଷ କରି ତାଙ୍କର ଯେଉଁ ପ୍ରତିଷ୍ଠାନ ଥିଲା, ସେ ପ୍ରତିଷ୍ଠାନର କାଗଜପତ୍ର ଅନେକ ଯେଉଁ ଗୁଜରାଟୀ ଭାଷାରେ ଲେଖା ଥିଲା,
ସେ ତାଙ୍କୁ ସେସବୁ ବତାଇଲେ। ତେଣୁ ଗାନ୍ଧିଜୀ ଏହି ସୁଯୋଗକୁ ହାତଛଡ଼ା କରିବେ ନାହିଁ ବୋଲି ମନସ୍ଥ କଲେ। କାରଣ ସେମାନେ ବର୍ଷେ ସକାଶେ ଦକ୍ଷିଣ ଆଫ୍ରିକାକୁ ଡାକୁଥିଲେ ଏବଂ ସେମାନେ ସେଥିପାଇଁ ବହୁତ ପଇସା ମଧ୍ୟ ଦେବା ପାଇଁ ଗୋଟେ ସୁଯୋଗ ଦେଇଥିଲେ ତାଙ୍କୁ। ତେଣୁ ଗାନ୍ଧିଜୀ ପରିଶେଷରେ 1893 ମସିହା ଏପ୍ରିଲ ମାସରେ ଦକ୍ଷିଣ ଆଫ୍ରିକା ଡରବାନ ଯିବା ପାଇଁ ମନସ୍ଥ କଲେ ଉକ୍ତ କେସ୍ ହାତକୁ ନେବା ପାଇଁ।